ଅଭଡ଼ା ଯୋଜନା ମାଧ୍ୟମରେ ଆସିଥିବା 35 ଗୋଟି ଇ-ବସ୍ର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ସମଙ୍ଗ ପାର୍କିଂ ଠାରେ ରଖାଯାଇଥିବା ଏହି ବସ୍ଗୁଡ଼ିକୁ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି। ଗତ 5/8/2024 ରିଖ ପରିଚାଳନା କମିଟି ବୈଠକରେ ଏହି ଇ-ବସ୍ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଓବିସିସି ପକ୍ଷରୁ ଅଭଡ଼ା ଯୋଜନାରେ ଏହି 35ଟି ଇ-ବସ୍ ମନ୍ଦିରର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ବେଳେ ଏହି ବସ୍ ଚଳାଚଳ ତଥା ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବୈଷୟିକ ଜ୍ଞାନ କୌଶଳ ଏବଂ ଭିତ୍ତିଭୂମି ନଥିବା ପରିଚାଳନା କମିଟି ଆଲୋଚନା କରିଥିଲେ। ତେଣୁ ଏହାର ପରିଚାଳନା ପାଇଁ OSRTC କିମ୍ବା ଅନ୍ୟ କୌଣସି ସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ପରିଚାଳନା କମିଟି ଅଧିକୃତ କରିଥିଲେ। ତଦନୁସାରେ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସ୍ଥିତି ସମୀକ୍ଷା ଏବଂ ନିରୀକ୍ଷଣ କରିଛନ୍ତି ମୁଖ୍ୟ ପ୍ରଶାସକ। ଯଥାଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଇ-ବସ୍ ସମ୍ପର୍କରେ ଏକ ବୈଠକ କରାଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ବ୍ୟୁରୋ ରିପୋର୍ଟ, ପର୍ଯ୍ୟବେକ୍ଷକ, ଓଡ଼ିଶା।